ଏବେ ସାମନାକୁ ଆସିଲା ବଡ଼ ଖବର। ପ୍ରଥମ ପତ୍ନୀଙ୍କ ସହ ଅଭିନେତା ମନୋଜଙ୍କ ଏହି ଫଟୋ ହେଉଛି ଭାଇରାଲ। ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡ଼ପତ୍ର ଦେବା ପରେ ଅଭିନେତା ମନୋଜ ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି, କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କିଛି ପ୍ରଶଂସକ, ଯାହାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ହେଉଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଲାଟେଷ୍ଟ ଖବର ଆସିବ ପହଞ୍ଚି ପାରିବ ଆପଣମାନଙ୍କ ପାଖରେ। ଆଉ ଲେଟ୍ କରିବାନି, ଯିବା। ପ୍ରଥମ ପତ୍ନୀଙ୍କ ସହ ଅଭିନେତା ମନୋଜଙ୍କ ଏହି ଫଟୋ ହେଉଛି ଭାଇରାଲ। ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡ଼ପତ୍ର ଦେବା ପରେ ମନୋଜ ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି। ସହଜରେ ଗ୍ରହଣ କରିପାରୁନାହାନ୍ତି କିଛି ପ୍ରଶଂସକ। ଅଲିଉଡ୍ ଅଭିନେତା ମନୋଜ ମିଶ୍ର ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କରିଛନ୍ତି ମମତା ନନ୍ଦଙ୍କୁ, କିନ୍ତୁ ଅତୀତରେ ପ୍ରତିଟି ମୁହୂର୍ତ୍ତ ବର୍ତ୍ତମାନ ଫଟୋର ସ୍ମୃତି ହୋଇ ରହିଛି। ମିଶ୍ର ନିଜ ସୋସିଆଲ ମିଡ଼ିଆରେ ମନୋଜଙ୍କ ପ୍ରତି ଥିବା ଅଭିମାନ ପ୍ରକାଶ କରିଛନ୍ତି। ଅଭିନେତା ମନୋଜ ମିଶ୍ର ଏବଂ ମମତା ନନ୍ଦଙ୍କ ବିବାହ ପରେ ସୋସିଆଲ ମିଡ଼ିଆରେ ମୁହଁ ଖୋଲିଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ ମାନା ମିଶ୍ର। ମନୋଜ ଏବଂ ମମତା ସିନେମା ଆଇ ଲଭ୍ ୟୁ 2 ଦେଖିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ସେହି ପ୍ରତିକ୍ରିୟାକୁ ପ୍ରଥମ ମାନା ମିଶ୍ର ନିଜ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ଲେଖିଛନ୍ତି, ଆରେ ବାରେ, ମୋର ଜବରଦସ୍ତ ଛାଡ଼ପତ୍ର ହୋଇଥିବା ସ୍ୱାମୀ ତମର ଚରିତ୍ର କ'ଣ ମୁଁ ଭଲ ଭାବରେ ଜାଣିଛି। ମାନା ଏହା ମଧ୍ୟ ଲେଖିଛନ୍ତି ଯେ ଫିଲ୍ମ ଆଇ ଲଭ୍ ୟୁ 2ର ମୁଁ ବି ଦେଖିବି, ପରେ କହିବି, କିନ୍ତୁ ତମେ ବମ୍ବେରେ ଆଉ ପୁରା ଭୁବନେଶ୍ୱରରେ ଏକମାତ୍ର କୂଳକୁ ଉଦ୍ଧାର କରିଥିବା ଜ୍ୟୋତି। ସୋସିଆଲ ମିଡ଼ିଆ ମାନା ଓ ମନୋଜଙ୍କ ଝିଅ କେଉଁଠି ଅଛି ବୋଲି ଲୋକମାନେ ବିଭିନ୍ନ ଆଲୋଚନା କରୁଛନ୍ତି। ତାହାର ଉତ୍ତରରେ ମାନା କହିଛନ୍ତି ଯେ ଏ ଚରିତ୍ରହୀନ ପୁରୁଷ ଆଉ ଚରିତ୍ରହୀନ ନାରୀଙ୍କ ପାଖରେ ମୋ ଝିଅ କେବେ ବି ରହିପାରିବ ନାହିଁ। ଏପରି ଆଲୋଚନା ନ କରିବାକୁ ମାନା ଅନୁରୋଧ କରିଛନ୍ତି ଗଣମାଧ୍ୟମକୁ। ଅଲିଉଡ୍ କଳିରେ ଛନ୍ଦି ହୋଇଥିବା ଅଭିନେତା ମନୋଜ ମିଶ୍ର ନିକଟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଦ୍ୱିତୀୟ ବିବାହ କରିଥିବା ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିବା ଜଣାପଡ଼ିଛି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ ମିଶ୍ର।